মা আরে মা তুমি তো হঠাৎ আসিଛୁ ଆଜିକାଲି କଣ ତୋ ଘରକୁ ଆସିବାକୁ ମତେ ପରମିଶନ ନେବାକୁ ପଡିବ? ଆରେ ନା ନା ତୁ ଆସିବା କଥା ଜାଣିଥିଲେ ମୋ ଝିଅ ପାଇଁ ଟିକେ ଭଲ ମନ୍ଦ ବନେଇଥାନ୍ତି ନା। ଆଉ ଏଥର ମୁଁ ସବୁବେଳେ ରହିବି, ତୁ କରିକି ଦବୁ। ଆଉ କଣ ହେଇଛି ରେ ମା, ତୁ ଏମିତି କଣ ପାଇଁ କହୁଛୁ? ମା ସେ ଘରେ ଟିକେ ଶାନ୍ତିରେ ମୁଁ ନିଶ୍ୱାସ ବି ନେଇପାରୁନି, ସବୁ କଥାରେ ସେ ବୁଢୀର ରୋକ ଠୋକ। ମୁଁ ତ ଜ୍ୱାଇଁକୁ କହିଦେଇଛି ସେ ବାହାରେ ଘର ନେଲେ ମୁଁ ଯିବି, ନହେଲେ ସବୁବେଳେ ମୁଁ ଏଇଠି ରହିବି। ହଉ ହଉ ସେ କଥା ପରେ, ତୁ ଆଗ ଟିକେ ବସିଲୁ। କହ କଣ କହୁଛୁ? ଝିଅ ତୁ ମୋର ଗୋଟେ ପ୍ରଶ୍ନର ଉତ୍ତର ଦବୁ? ପଚାରୁନୁ। ତୋ ପାଇଁ ମୋ ଜୀବନ ସାରା କଣ କରିଛି? ଜନ୍ମ କରିଛୁ, ଛୋଟରୁ ବଡ କରିଛୁ, ସ୍ନେହ ଦେଇଛୁ ଓ ବହୁତ ସାରା ଯୌତୁକ ଦେଇ ମତେ ଭଲରେ ବାହା ବି କରିଛୁ। ହେଲେ ମା ଯାହା ଗୋଟେ ଶାଶୁ କରେ ତାହା କେବେ ଦେଖାଯାଏନି ରେ, ତାର ଖାଲି ରୋକଠୋକ ଟା ଦେଖାଯାଏ। ଗୋଟେ ଶାଶୁ ସବୁ ଧନ ସମ୍ପତ୍ତି ଦେଇଦିଏ, ତା ଜୀବନ ତା ପୁଅକୁ ଦେଇଦିଏ, ତାଠୁ ବଡ ତ୍ୟାଗ ଆଉ କଣ ହେଇପାରେ? ତୁ ଯଦି ଗୋଟେ ମାର ଭଲ ପାଇବା ଆଉ ତ୍ୟାଗକୁ ବୁଝିପାରିବୁନି, ତା ସନ୍ତାନକୁ ତାଠୁ ଛଡେଇ ନବୁ, ଦିନେ କର୍ମର ଫଳ ତତେ ଭୋଗିବାକୁ ପଡିବ। ହଁ ମା ତୁ ଠିକ କହିଛୁ, ମୋର ଗୋଟେ ମା ଠାରୁ ତା ପୁଅକୁ ଛଡେଇ ରଖିବାଟା ଭୁଲ ହବ। କେବେ ବି ମୁଁ ସେମିତି କରିବିନି। ବାପ ଘର ସେ ପଟରେ ଶାଶୁ ଘର।